ଦେଖନ୍ତୁ, 5ଟି ବଡ଼ ସରକାରୀ ଯୋଜନା ଚାଷୀଙ୍କୁ ଲାଭଜନକ କରିବା ପାଇଁ ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଜଣେ ଚାଷୀ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି, ତାହେଲେ ସରକାରଙ୍କ ତରଫରୁ ଏହି 5ଟି ବଡ଼ ଯୋଜନାରୁ ଆପଣମାନେ ଲାଭ ଉଠାଇ ପାରିବେ। ତ ଚାଷୀ ଭାଇନାମାନଙ୍କ ପାଇଁ ସରକାରଙ୍କ ତରଫରୁ କେଉଁ 5ଟି ବଡ଼ ଯୋଜନା ଲାଗୁ କରାଯାଇଛି? ଏହି 5ଟି ଯୋଜନାରେ ଆପଣମାନେ କେମିତି ସାମିଲ ହେବେ? ଏହି 5ଟି ଯୋଜନାରେ ସାମିଲ ହେଲେ ଆପଣମାନଙ୍କୁ କ'ଣ ସବୁ ଲାଭ ଆଗାମୀ ଦିନରେ ମିଳିବା ପାଇଁ ଯାଉଛି? ଏହି ଯୋଜନା ଗୁଡ଼ିକରେ ଆପଣମାନଙ୍କୁ କ'ଣ ସବୁ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ମିଳିବା ପାଇଁ ଯାଉଛି? ତା ସହିତ ଏହି ଯୋଜନାରେ ଆପଣମାନେ କେମିତି କ'ଣ ଆବେଦନ କରିବେ? କେଉଁ ଚାଷୀ ଭାଇମାନେ ଏହି 5ଟି ଯୋଜନାର ଲାଭ ଉଠାଇ ପାରିବେ? ଏହି ଯୋଜନାରେ ଆବେଦନ କରିବା ପାଇଁ ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ୍ କ'ଣ ସବୁ ଲାଗିବ? ସମ୍ପୂର୍ଣ୍ଣ ସୂଚନା ଏହି ଗୋଟିଏ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା। ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ସୂଚନା ଗୁଡ଼ିକ ଆସିବ ଏବଂ ନୂଆ ଯୋଜନା ଗୁଡ଼ିକ ଆସିବ, ସେ ଯୋଜନା ଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା ଆବେଦନ ପ୍ରକ୍ରିୟା ତା ସହିତ ଦେଶ ବିଦେଶର ସମସ୍ତ ରାଜ୍ୟର ଟପ୍ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ ଏହି ଚ୍ୟାନେଲ ମାଧ୍ୟମରୁ। ଦେଖନ୍ତୁ, ଭାରତ ସରକାର କୃଷକଙ୍କ ଆୟ ବୃଦ୍ଧି ଏବଂ କୃଷି ଖର୍ଚ୍ଚ ହ୍ରାସ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଲାଉଛନ୍ତି। ଆପଣ ସମସ୍ତେ ଜାଣିଛନ୍ତି। ପ୍ରାୟତଃ ସୂଚନାର ଅଭାବ ଯୋଗୁଁ ଚାଷୀମାନେ ଏହି ସୁବିଧାର ଲାଭ ଉଠାଇ ପାରନ୍ତି ନାହିଁ। ଏଠାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ 5ଟି ପ୍ରମୁଖ ଯୋଜନା ଅଛି, ଯାହା ଆପଣଙ୍କୁ ଆପଣଙ୍କ କୃଷିକୁ ଆଧୁନିକରଣ କରିବାରେ ଏବଂ ଗୁରୁତ୍ୱପୂର୍ଣ୍ଣ ସବସିଡି ପାଇବାରେ ସାହାଯ୍ୟ କରିପାରିବ। ଦେଖନ୍ତୁ, ଆଜିକା ତାରିଖରେ ଯଦି ଆମେ ଦେଖିବା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଅନେକ ସାରା ଯୋଜନା ଗୁଡ଼ିକ ଚାଷୀ ଭାଇନାମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଗାଁ ଗହଳିରେ ଯେଉଁ ଚାଷୀ ଭାଇମାନେ ରହିଛନ୍ତି, ସେମାନେ ସେ ଯୋଜନା ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଜାଣିବାକୁ ପାଉନାହାନ୍ତି। ଯାହାଫଳରେ ସେ ଯୋଜନା ଗୁଡ଼ିକରୁ ସେମାନେ ଲାଭ ଉଠାଇ ପାରୁନାହାନ୍ତି। ତ ଏହି ଯୋଜନା ଗୁଡ଼ିକରେ ଆପଣମାନେ ଅନେକ ସାରା ସୁବିଧା ସୁଯୋଗ ପାଇବା ସହିତ ଆର୍ଥିକ ସହାୟତା ମଧ୍ୟ ଆପଣ ପାଇପାରିବେ। ଆପଣମାନେ ଚାଷବାସ କରି ଭଲ ଦି ପଇସା କେମିତି ରୋଜଗାର କରିବେ, ସରକାର ମଧ୍ୟ ବ୍ୟବସ୍ଥା କରିଛନ୍ତି। କେବଳ ଆପଣ ସୂଚନା ଅଭାବରୁ ଆପଣମାନେ ସେ ଯୋଜନା ଗୁଡ଼ିକରୁ ଆପଣ ଫାଇଦା ଉଠାଇ ପାରୁନାହାନ୍ତି। ତ ଏହି ଚ୍ୟାନେଲ ଚାଷୀ ଭାଇମାନଙ୍କର ଭରସା ଯୋଗ୍ୟ ଚ୍ୟାନେଲ। ସରକାରଙ୍କ ତରଫରୁ ଚାଷବାସ କ୍ଷେତ୍ରରେ ଯେଉଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେବ କିମ୍ବା ଆଗାମୀ ଦିନରେ ହେବା ପାଇଁ ଯାଉଛି, ସେହି ଯୋଜନା ଗୁଡ଼ିକୁ ଆପଣଙ୍କ ପାଖରେ ପହଞ୍ଚାଇବା ମୋର ଦାୟିତ୍ୱ। କେବଳ ଆପଣମାନଙ୍କୁ ଏତିକି କରିବା ପାଇଁ ପଡ଼ିବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ। ଭିଡ଼ିଓକୁ ଆପଣମାନେ ଗୋଟେ ଗୋଟେ ଲାଇକ୍ କରିବେ, ଯାହାଫଳରେ ଆପଣମାନଙ୍କର କୌଣସି ଟଙ୍କାଟି ବି ଲାଗିବନି। ଆମକୁ କାମ କରିବା ପାଇଁ ଉତ୍ସାହିତ କରିବ ଆପଣମାନଙ୍କର ଗୋଟିଏ ଗୋଟିଏ ଲାଇକ୍, ଗୋଟିଏ ଗୋଟିଏ ସବସ୍କ୍ରାଇବ୍। ପ୍ରଥମ ଯୋଜନାଟି ଚାଷୀମାନଙ୍କ ପାଇଁ ରହିଛି ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ଅର୍ଥାତ୍ ସୌର ପମ୍ପ ଯୋଜନା। ଏହି ଯୋଜନା ଅଧୀନରେ କ୍ଷେତରେ ଜଳସେଚନ ପାଇଁ ସୌର ପମ୍ପ ସ୍ଥାପନ କରାଯାଏ। ସରକାର ଚାଷୀମାନଙ୍କୁ 60%ରୁ 90% ପର୍ଯ୍ୟନ୍ତ ଯଥେଷ୍ଟ ସବସିଡି ପ୍ରଦାନ କରନ୍ତି। ଆପଣ ଜାଣିଛନ୍ତି, ପ୍ରତ୍ୟେକ ଚାଷବାସ କାମ ପାଇଁ ଜଳର ଆବଶ୍ୟକତା ରହିଛି। ତ ଏହି ଜଳ ବିନା ଆପଣମାନେ କୌଣସି ଚାଷ କରିପାରିବେ ନାହିଁ। ତ ସେଥିପାଇଁ ସରକାର ଆପଣମାନଙ୍କ ପାଇଁ ସୌର ପମ୍ପ ଯୋଜନା ଆଣିଛନ୍ତି। ଏହି ଯୋଜନା ଅଧୀନରେ ଆପଣମାନେ ଆପଣଙ୍କ କ୍ଷେତରେ ଜଳସେଚନ ଠିକ୍ ଭାବରେ ଆପଣମାନେ କରିପାରିବେ, ଯାହା ସରକାର ଆପଣମାନଙ୍କୁ 60%ରୁ 90% ପର୍ଯ୍ୟନ୍ତ ସବସିଡି ଆପଣମାନଙ୍କୁ ପ୍ରଦାନ କରୁଛନ୍ତି। କ୍ଷୁଦ୍ର ଏବଂ ନାମମାତ୍ରା ଚାଷୀମାନେ 90% ପର୍ଯ୍ୟନ୍ତ ସବସିଡି ପାଆନ୍ତି। ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ବିଦ୍ୟୁତ୍ ବିଲ୍ର ଝଞ୍ଝଟକୁ ଦୂର କରେ ଏବଂ ସରକାରଙ୍କୁ ଅତିରିକ୍ତ ବିଦ୍ୟୁତ୍ ବିକ୍ରୟ କରି ଆପଣ ଅତିରିକ୍ତ ଆୟ କରିପାରିବେ। ଏଥିପାଇଁ ଜମି କାଗଜପତ୍ର, ଏକ ଆଧାର କାର୍ଡ଼
ଏବଂ କ୍ଷୁଦ୍ର ଚାଷୀ ହେବାର ପ୍ରମାଣପତ୍ର ଆବଶ୍ୟକତା ରହିଛି। ଦେଖନ୍ତୁ ଆପଣମାନେ ସୌର ପମ୍ପ ଆପଣଙ୍କ କ୍ଷେତରେ ଲଗେଇଲେ ଆପଣମାନଙ୍କୁ ଆଉ ବିଲ୍ ଦେବା ପାଇଁ ପଡ଼ିବନି, ଯାହାଫଳରେ ଆପଣମାନଙ୍କର ଏକ୍ସଟ୍ରା ଖର୍ଚ୍ଚ ବଞ୍ଚିଯିବ। ତା ସହିତ ସରକାର ମଧ୍ୟ ଏଥିରେ ବ୍ୟବସ୍ଥା କରିଛନ୍ତି, ବଳକା ବିଜୁଳି ଆପଣମାନେ ସରକାରଙ୍କୁ ବିକ୍ରୟ କରି ଅତିରିକ୍ତ ଭଲ ଦୁଇ ପଇସା ରୋଜଗାର କରିପାରିବେ। କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ଏହି ବିଦ୍ୟୁତ ବିଲ୍ କିଣିବାର ବ୍ୟବସ୍ଥା ହୋଇନାହିଁ, କିନ୍ତୁ ଆପଣମାନେ ସୌର ପମ୍ପ ଲଗେଇଲେ ଆପଣମାନେ ସବସିଡି ପାଇବେ। ଯେଉଁ ବିଦ୍ୟୁତ ବିଲ୍ ଆପଣମାନେ ଦେଉଛନ୍ତି ଆଉ ବିଦ୍ୟୁତ ବିଲ୍ ଆପଣମାନଙ୍କୁ ଦେବା ପାଇଁ ପଡ଼ିବନି। ଯେତେବେଳେ ସରକାରଙ୍କ ତରଫରୁ ବ୍ୟବସ୍ଥା ହୋଇଯିବ ଯେ ବଳକା ବିଜୁଳି ଆପଣଙ୍କ ଠାରୁ ନିଆଯିବ, ସେତେବେଳେ ଆପଣମାନେ ସରକାରଙ୍କୁ ବିଜୁଳି ବିକିବେ, ବିଜୁଳି ବିକି ଆପଣମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେଉଁ ଚାଷୀ ଭାଇମାନେ ଏହି ଯୋଜନାରେ ସାମିଲ ହୋଇପାରିବେ। ତ ଦେଖନ୍ତୁ, ଯେଉଁ ଚାଷୀ ଭାଇମାନେ କ୍ଷୁଦ୍ର ନାମମାତ୍ରା ଚାଷୀ ସେଇମାନେ ଏହି ଯୋଜନାରୁ ଲାଭ ଉଠାଇ ପାରିବେ। ସେଇମାନଙ୍କୁ 90% ସବସିଡି ଆପଣମାନଙ୍କୁ ମିଳିବ। ଆପଣମାନଙ୍କୁ କେବଳ 10% ଖର୍ଚ୍ଚ କରିବା ପାଇଁ ପଡ଼ିବ। ତ ଏଠାରେ ଆପଣ ଆବେଦନ କରିବା ପାଇଁ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟସ ଗୁଡ଼ିକ ରହିଛି, ଆପଣମାନେ ଜାଣି ରଖନ୍ତୁ। ଆପଣମାନଙ୍କର ଆଧାର କାର୍ଡ଼, ତାପରେ ଆପଣମାନଙ୍କର ବ୍ୟାଙ୍କ ପାସବୁକ୍, ଜମି କାଗଜପତ୍ର, କ୍ଷୁଦ୍ର ଚାଷୀ ହେବାର ପ୍ରମାଣପତ୍ର, ଏହି ଡକ୍ୟୁମେଣ୍ଟସ ଗୁଡ଼ିକ ଆପଣମାନଙ୍କର ନିହାତି ଦରକାର ଯେତେବେଳେ ଆପଣ ଆବେଦନ କରିବେ। 2 ନମ୍ବର ଯୋଜନାଟି ଫାର୍ମ ପାଇପଲାଇନ ଯୋଜନା। ଦେଖନ୍ତୁ, ଚାଷୀ ଜମିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପାଣି ପହଞ୍ଚାଇବା ପାଇଁ ପାଇପଲାଇନ ବିଛାଇବା ପାଇଁ ସରକାର 40%ରୁ 70% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରୁଛନ୍ତି। ଆପଣ ପିଭିସି କିମ୍ବା ଏଚଡିପିଇ ପାଇପ୍ ବ୍ୟବହାର କରନ୍ତୁ, ଆପଣ ଏହି ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇପାରିବେ। ଉଦାହରଣ ସ୍ୱରୂପ, ଯଦି ପାଇପଲାଇନର ମୂଲ୍ୟ 10,000 ଟଙ୍କା, ତେବେ ଜଣେ ଯୋଗ୍ୟ ଚାଷୀ 7,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା ପାଇପାରିବେ। ତାପରେ 3 ନମ୍ବର ଯୋଜନାଟି ହେଲା ବୁନ୍ଦା ଏବଂ ସିଞ୍ଚନକାରୀ ଜଳସେଚନ ଯୋଜନା। ଦେଖନ୍ତୁ, ଏହି ଯୋଜନା ଜଳ ଅଭାବୀ ଅଞ୍ଚଳ ପାଇଁ ଏକ ବରଦାନ। ସରକାର ଡ୍ରିପ୍ ଏବଂ ସ୍ପ୍ରିଙ୍କଲର ସିଷ୍ଟମ ସ୍ଥାପନ ପାଇଁ 50%ରୁ 70% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରନ୍ତି। ଏହା କେବଳ 70% ପର୍ଯ୍ୟନ୍ତ ପାଣି ସଞ୍ଚୟ କରେ ନାହିଁ, ବରଂ ସାର ଅପଚୟକୁ ମଧ୍ୟ ରୋକେ ଏବଂ ଫସଲ ଉତ୍ପାଦନ ବୃଦ୍ଧି କରେ। 4 ନମ୍ବର ଯୋଜନାଟି ହେଉଛି ଚାଷୀ ଭାଇନାମାନଙ୍କ ପାଇଁ ଫେନ୍ସିଂ ସ୍କିମ୍। ପଥଚାରୀ ପଶୁ ଏବଂ ବନ୍ୟ ପଶୁଙ୍କ ଠାରୁ ଫସଲକୁ ସୁରକ୍ଷା ଦେବା ପାଇଁ ଆପଣଙ୍କ କ୍ଷେତକୁ ବାଡ଼ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା ଅଧୀନରେ ସରକାର ବାଡ଼ ଦେବା ଖର୍ଚ୍ଚ ଉପରେ 40%ରୁ 70% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରନ୍ତି। ଅନେକ ରାଜ୍ୟରେ ଏହି ସବସିଡି ପ୍ରତି ମିଟର ପାଇଁ ପ୍ରଦାନ କରାଯାଏ, ଯେତେବେଳେ ଅନ୍ୟ ରାଜ୍ୟରେ ଏହା ପ୍ରତି ହେକ୍ଟର ପାଇଁ ପ୍ରଦାନ କରାଯାଏ। ଆପଣ ଏହି ସୂଚନା ଆପଣଙ୍କ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟରୁ ପାଇପାରିବେ। ତାପରେ କୃଷକମାନଙ୍କ ପାଇଁ ଯୋଜନାଟି ରହିଛି କୃଷି ଯନ୍ତ୍ରପାତି ଯୋଜନା। ସରକାର ବିହନ ବୁଣା ଠାରୁ ଅମଳ ପର୍ଯ୍ୟନ୍ତ ବ୍ୟବହୃତ ବିଭିନ୍ନ ଉପକରଣ ଯେପରିକି ରୋଟାଭେଟର, କଲ୍ଟିଭେଟର, ବିହନ ଡ୍ରିଲ, ଥ୍ରେସର ଏବଂ ରିପର ଉପରେ 40%ରୁ 60% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରନ୍ତି। ଛୋଟ ଚାଷୀମାନେ ଅଧିକ ପ୍ରାଥମିକତା ଏବଂ ସବସିଡି ପାଆନ୍ତି। ଯେକୌଣସି ଉପକରଣ କିଣିବା ସମୟରେ ଏକ ବୈଧ ଜିଏସଟି ବିଲ୍ ପାଇବା ବାଧ୍ୟତାମୂଳକ, ଯାହାଦ୍ୱାରା ଆପଣ ସବସିଡି ଦାବି କରିପାରିବେ। ଏହି ଯୋଜନା ଗୁଡ଼ିକର ଲାଭ ପାଇବା ପାଇଁ ଆପଣ ଆପଣମାନଙ୍କର ନିକଟସ୍ଥ ସିଏସି କେନ୍ଦ୍ରରେ କିମ୍ବା ବିଭାଗୀୟ ପୋର୍ଟାଲ ମାଇ ସ୍କିମ୍, କିଷାନ ସାଥୀ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଆପଣମାନଙ୍କର ବ୍ଲକ କିମ୍ବା ତହସିଲ ସ୍ତରୀୟ କୃଷି ପର୍ଯ୍ୟବେକ୍ଷକଙ୍କ ସହିତ ଯୋଗାଯୋଗ କରନ୍ତୁ।